ଏହି ଦଶହରାରେ ଓଲିଉଡରେ ହେବାକୁ ଯାଉଛି ଏକ ବଡ଼ ସରପ୍ରାଇଜ୍। ସରପ୍ରାଇଜଟି ହେଉଛି ଗୋଟିଏ ସାଇଡରେ ଅଛନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ତାଙ୍କର ବିଗ୍ ବଜେଟ୍ ମୁଭି ରାବଣ ସହିତ ଏବଂ ଅନ୍ୟ ସାଇଡରେ ଅଛନ୍ତି ଆଇ ଲଭ୍ ୟୁ ଟୁ ଫ୍ୟାମ୍ ହିରୋ ଆଦିତ୍ୟ ମହାପାତ୍ରଙ୍କ ମୁଭି ମନଷ୍ଟର। କିଏ ଜିତିବ ଦର୍ଶକଙ୍କ ହୃଦୟ ଜାଣିବା ପାଇଁ ଭିଡିଓଟିକୁ ଲାଷ୍ଟ ଯାଏ ଦେଖନ୍ତୁ। ଓଲିଉଡ ସିନେ ପ୍ରେମୀଙ୍କ ପାଇଁ ଦଶହରା ସବୁବେଳେ ଏକ ବଡ଼ ପର୍ବ। ପ୍ରତିବର୍ଷ ଏ ଦଶହରାରେ ବଡ଼ ବଡ଼ ବ୍ୟାନର ଓ ଷ୍ଟାରକାଷ୍ଟ ମାନଙ୍କ ମୁଭି ରିଲିଜ୍ ହୋଇଥାଏ। ତେବେ 2026 ଦଶହରାରେ କେଉଁ ଫିଲ୍ମ ଦର୍ଶକଙ୍କ ହୃଦୟ ଜିତିବ ତାହାକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏ ବର୍ଷ ଓଲିଉଡରେ ଅନେକ ବଡ଼ ପ୍ରୋଜେକ୍ଟର ମୁଭି ନିର୍ମାଣ ହୋଇଛି। କିଛି ମୁଭିର ସୁଟିଂ ଶେଷ ହୋଇଥିବା ବେଳେ ଆଉ କିଛି ଫିଲ୍ମର ପୋଷ୍ଟ ପ୍ରଡକ୍ସନ ଶେଷ ପର୍ଯ୍ୟାୟରେ ରହିଛି। ଓଲିଉଡ ଫ୍ୟାନଙ୍କ ଆଶା ରହିଛି ଯେ ଏ ଦଶହରାରେ ବହୁତ ଭଲ ଆକ୍ସନ, ଫ୍ୟାମିଲି ଡ୍ରାମା, ରୋମାନ୍ସ ଓ ଥ୍ରିଲର ଟାଇପର ମୁଭି ଦେଖିବାକୁ ମିଳିବ। ଆଇ ଲଭ୍ ୟୁ ଟୁ ପରେ ମନଷ୍ଟର ମୁଭି ହେଉଛି ଆଦିତ୍ୟ ମହାପାତ୍ରଙ୍କ ସେକେଣ୍ଡ ଓଲିଉଡ ମୁଭି। ଏ ମୁଭିରେ ଆଦିତ୍ୟ ଜଣେ ଆକ୍ସନ ଷ୍ଟାର ଭାବେ ନଜର ଆସିବେ। ମନଷ୍ଟର ମୁଭିର ପୋଷ୍ଟର ଏବଂ ଫାଷ୍ଟ ଲୁକ୍ରୁ ଜଣାପଡ଼ୁଛି କି ଏଥିରେ ଆଦିତ୍ୟ ବହୁତ ପରିଶ୍ରମ କରିଛନ୍ତି ଏବଂ ଏହାର ଷ୍ଟନ୍ ସିନ୍ ଗୁଡ଼ିକ ଦର୍ଶକଙ୍କୁ ଚକିତ କରିବ। ବହୁ ଦିନର ୱେଟିଂ ପରେ ଅନୁଭବ ମହାନ୍ତିଙ୍କ ରାବଣ ମୁଭି ଦଶହରାରେ ରିଲିଜ୍ ହେବାକୁ ଯାଉଛି। ଏଥିରେ ଅନୁଭବ ଏକ ଭିନ୍ନ ଅବତାରରେ ନଜର ଆସୁଛନ୍ତି। ଏ ମୁଭିରେ ତାଙ୍କର ଲୁକ୍ ଏବଂ ସେହି ପାୱାରଫୁଲ୍ ଡାୟଲଗ୍ ଦର୍ଶକଙ୍କୁ ବହୁତ ପସନ୍ଦ ଆସିବ। କୁହାଯାଉଛି କି ରାବଣ ମୁଭି ଏକ ହାଇ ଭୋଲ୍ଟେଜ୍ ଆକ୍ସନ ମୁଭି ହେବ। ଦଶହରା ହେଉଛି ଓଲିଉଡ ଫିଲ୍ମ ପାଇଁ ଗୋଟିଏ ବଡ଼ ସମୟ। ଦୁଇ ଜଣ ଏକ୍ଟରଙ୍କ ମୁଭି ଏକା ସାଙ୍ଗରେ ରିଲିଜ୍ ହେଲେ ବକ୍ସ ଅଫିସରେ ଧମାଲ ହେବା ନିଶ୍ଚିତ। ଯଦି ଷ୍ଟୋରି, ମ୍ୟୁଜିକ୍ ଓ ମେକିଂ ଦମଦାର ହୁଏ ତେବେ ଏହି ଦଶହରାରେ ଓଲିଉଡ ଫିଲ୍ମ ପାଇଁ ଏକ ଭଲ ସିଜନ ହୋଇପାରେ। କାହିଁକି ନା ଅନୁଭବ ମହାନ୍ତିଙ୍କ ରାବଣ ମୁଭି ଏହି ଦଶହରାରେ ରିଲିଜ୍ ହେଉଥିବା ବେଳେ ଆଇ ଲଭ୍ ୟୁ ଟୁର ଏକ୍ଟର ଆଦିତ୍ୟଙ୍କ ଅଭିନୀତ ମନଷ୍ଟର ମୁଭି ମଧ୍ୟ ଏ ଦଶହରାରେ ରିଲିଜ୍ ହେବାକୁ ଯାଉଛି। ଆପଣଙ୍କୁ କ'ଣ ଲାଗୁଛି କିଏ ବାଜି ମାରିବ, ଅନୁଭବଙ୍କ ରାବଣ ନା ଆଦିତ୍ୟଙ୍କ ମନଷ୍ଟର? ଆମକୁ କମେଣ୍ଟ କରି ଜଣାନ୍ତୁ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ।